ଏବେ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପାଣିପାଗକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ତେବେ ବର୍ତ୍ତମାନ ଯାହାକି ସୂଚନା ମିଳୁଛି, ରାଜ୍ୟରେ ଏବେ ପାଗ ଶୁଖିଲା ରହିଥିବା ବେଳେ ଆସନ୍ତା 3 ଦିନ ପରେ ରାତି ତାପମାତ୍ରା ବୃଦ୍ଧି ପାଇବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ତେବେ ଏନେଇ କେଉଁ ସବୁ ଜିଲ୍ଲାକୁ କେତେ ମାତ୍ରାରେ ବିପଦ ରହିଛି ସେ ନେଇ ଭିଡ଼ିଓରେ ସମ୍ପୂର୍ଣ୍ଣ ଅପଡେଟ୍ ଜାଣିବା, କିନ୍ତୁ ତା ପୂର୍ବରୁ ଭିଡ଼ିଓକୁ ଗୋଟେ ଲାଇକ୍ କରନ୍ତୁ ଏବଂ ଭିଡ଼ିଓଟିକୁ ଆପଣମାନଙ୍କ ସାଙ୍ଗସାଥୀମାନଙ୍କୁ ଅଧିକରୁ ଅଧିକ ମାତ୍ରାରେ ସେୟାର କରନ୍ତୁ। ଯଦି ଆମ ଚ୍ୟାନେଲରେ ଆପଣ ପ୍ରଥମ ଥର ଭିଡ଼ିଓ ଦେଖୁଛନ୍ତି ତାହେଲେ ଏବେ ହିଁ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନକୁ ପ୍ରେସ୍ କରି ଅଲ୍ ନୋଟିଫିକେସନକୁ ଅନ୍ ରଖନ୍ତୁ, ଯାହାଦ୍ୱାରା ଆଗକୁ ପାଣିପାଗ ସମ୍ବନ୍ଧୀୟ ଲାଟେଷ୍ଟ ଅପଡେଟ୍ ଆପଣମାନେ ସର୍ବପ୍ରଥମେ ଆମ ଚ୍ୟାନେଲ ମାଧ୍ୟମରେ ପାଇପାରିବେ। ପାଣିପାଗ ଜାରି କରିଥିବା ବୁଲେଟିନ୍ ଅନୁସାରେ ଫେବୃଆରୀ ପ୍ରାରମ୍ଭରେ ଦିନରେ ପାରଦ ବୃଦ୍ଧି ପାଇଥିଲା। ଏପରିକି ବହୁ ସ୍ଥାନରେ ତାପମାତ୍ରା 35 ଡିଗ୍ରୀ ଉପରେ ରହିଥିଲା। ଗତ ସପ୍ତାହେ ହେଲା ପଶ୍ଚିମାଞ୍ଚଳ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଯୋଗୁଁ ପାରଦ ହ୍ରାସ ପାଇଛି। ସେହିପରି ଆସନ୍ତା 3 ଦିନ ଯାଏ ରାଜ୍ୟରେ ରାତି ତାପମାତ୍ରା ଅପରିବର୍ତ୍ତିତ ରହିବ ଏବଂ ଏହାପରେ 2ରୁ 4 ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ। ଗତ 24 ଘଣ୍ଟା ମଧ୍ୟରେ ଜି ଉଦୟଗିରିରେ ସବୁଠୁ କମ୍ 11.6 ଡିଗ୍ରୀ ସର୍ବନିମ୍ନ ତାପମାତ୍ରା ରେକର୍ଡ ହୋଇଛି। ଫୁଲବାଣୀରେ 12 ଡିଗ୍ରୀ, ଝାରସୁଗୁଡ଼ାରେ 14 ଡିଗ୍ରୀ, ସିମିଳିଗୁଡ଼ା ଓ ରାଉରକେଲାରେ 14.1 ଡିଗ୍ରୀ ଲେଖାଏଁ ରେକର୍ଡ କରାଯାଇଛି। ସେହିପରି ଭୁବନେଶ୍ୱରରେ 21.9 ଡିଗ୍ରୀ ଏବଂ କଟକରେ 21.5 ଡିଗ୍ରୀ ରହିଛି। ମଙ୍ଗଳବାର 3ଟି ସ୍ଥାନରେ ତାପମାତ୍ରା 35 ଡିଗ୍ରୀ ଛୁଇଁଥିଲା। ସବୁଠୁ ଅଧିକ ଦିନ ତାପମାତ୍ରା ବୌଦ୍ଧରେ 36.6 ଡିଗ୍ରୀ ଲେଖାଏଁ ରେକର୍ଡ କରାଯାଇଛି। ସବୁଠୁ ଅଧିକ ଦିନ ତାପମାତ୍ରା ବୌଦ୍ଧରେ 36.5 ଡିଗ୍ରୀ ରେକର୍ଡ ହୋଇଥିଲା। ପାରଳାଖେମୁଣ୍ଡି ଓ ସମ୍ବଲପୁରରେ 35 ଡିଗ୍ରୀ ଲେଖାଏଁ ଓ ଭୁବନେଶ୍ୱରରେ 33.4 ଡିଗ୍ରୀ ଏବଂ କଟକରେ 31.2 ଡିଗ୍ରୀ ଦିନ ତାପମାତ୍ରା ରେକର୍ଡ ହୋଇଛି।